ପୂର୍ବରୁ ଶୁଣିଥିଲେ ମା ଶ୍ମଶାନ ଭୈରବୀ ନରବଳି ମାଗିଥିଲେ। ଆମେ ସମସ୍ତେ ଡରରେ ଥରୁଥିଲୁ। ଏଇ ସାଙ୍ଗେ ସାଙ୍ଗେ ଆମେ ମା'ଙ୍କୁ ନରବଳି କୋଉଠୁ ଦବୁ? ଆଉ ନଦେଲେ ମା ଶ୍ମଶାନ ଭୈରବୀ ଆମ ସମସ୍ତଙ୍କୁ ଖାଇଯିବେ। ତାନ୍ତ୍ରିକମାନଙ୍କର ଆଉ ଆମମାନଙ୍କର ଏମିତି ଚୁପ୍ ହୋଇ ବସିବାର ଦେଖି ମା ଶ୍ମଶାନ ଭୈରବୀ ରାଗିଗଲେ। ମା ସମ୍ପୂର୍ଣ୍ଣ ରାଗମିଶା ସ୍ୱରରେ କହିଲେ, ତମେମାନେ ମୋତେ ଏପରି ଏଇଠି ଅପେକ୍ଷା କରେଇ ବସେଇ ରଖିଛ। ଯଦି ମୋତେ ବଳି ନ ମିଳିଲା ମୁଁ ତମ ସମସ୍ତଙ୍କୁ ଗୋଟା ଖାଇଯିବି। ମା'ଙ୍କର ସେଇ ଭୟଙ୍କର ସ୍ୱର ଶୁଣି ଆଉ ସେ ରାଗ ଦେଖିକି ଆମ ସମସ୍ତଙ୍କୁ ଲାଗୁଥିଲା ଆମ କାହାଣୀ ବର୍ତ୍ତମାନ ଏଇଠି ସରିଲା। ତାପରେ କିଛି ଏମିତି ହେଲା ଯାହାକୁ କହିଲା ବେଳକୁ ଏବେ ବି ମୋ ଆଖିରୁ ଲୁହ ବୋହି ଯାଉଛି। ମୋର ଗୋଟେ ସାଙ୍ଗ ପ୍ରଶାନ୍ତ ହଠାତ୍ ଉଠି ପଡ଼ି କହିଲା, ମା, ମୁଁ ଆପଣଙ୍କର ବଳି ହେବି। ଆମେ ସମସ୍ତେ ଆଉ ତାନ୍ତ୍ରିକମାନେ ତା ଆଡ଼କୁ ଚାହିଁଲୁ। ପ୍ରଶାନ୍ତ ନିର୍ଭୀକ ଭାବରେ ଏହା କହୁଥିଲା ମା ଶ୍ମଶାନ ଭୈରବୀଙ୍କୁ। ଆମେ ସମସ୍ତେ ଆଶ୍ଚର୍ଯ୍ୟ ଥିଲୁ। ପ୍ରଶାନ୍ତ ମୋ ସାଙ୍ଗ, ନିଜ ପାଠପଢ଼ା ସାରି ଏଇ କିଛି ଦିନ ତଳେ ଗାଁକୁ ବୁଲିବା ପାଇଁ ଆସିଥିଲା। ଆମେ ସମସ୍ତେ ତାକୁ କହିଲୁ, ପ୍ରଶାନ୍ତ ତୁ ଏ କିପରିକା କଥା କହୁଛୁ? ତୁ ଯାହା କହୁଛୁ ଭାବିଚିନ୍ତି କହୁଛୁ ତ? ପ୍ରଶାନ୍ତ କହିଲା, ମୁଁ ଗାଁ ପାଇଁ ସବୁକିଛି କରିପାରିବି। ତାପରେ ତାନ୍ତ୍ରିକମାନେ ଆଉ ଆମେମାନେ ତାକୁ ବହୁତ ମନା କରିବାକୁ ଚେଷ୍ଟା କଲୁ, କିନ୍ତୁ ସେ କାହାର ବି କଥା ମାନିବାକୁ ରାଜି ନଥିଲା। ମୁଁ ତା ହାତ ଧରି ତାକୁ ଅଟକେଇ ଦେଲି। କହିଲି, ପ୍ରଶାନ୍ତ ନା, ତୁ ଏହା ଜମା କରିବୁନି। ତାପରେ ସେ କିଛି ନ କହି, ଗୋଟେ ଶବ୍ଦ ବି ନ କହି ମୋ ହାତକୁ ଛଡ଼େଇ ଆଗକୁ ଚାଲିଗଲା। ତାନ୍ତ୍ରିକମାନେ ତାକୁ କହିଲେ, ତମେ ଭାବିଚିନ୍ତି ଏହା କରୁଛ ତ? ସେ କହିଲା, ହଁ ଆଜ୍ଞା। ତାପରେ ମା ଶ୍ମଶାନ ଭୈରବୀଙ୍କୁ ମୁଣ୍ଡିଆଟେ ମାରି କହିଲା, ମା, ଆପଣ ମୋର ବଳି ନିଅନ୍ତୁ। ପୁରା ଗାଁ ଲୋକ ଆଉ ସବୁ ତାନ୍ତ୍ରିକମାନେ ତାକୁ ଏହା କରିବାକୁ ବାରଣ କରୁଥାନ୍ତି, କିନ୍ତୁ ସେ କହିଲା, ଯଦି ମୁଁ ମୋ ଗାଁ ପାଇଁ ଜୀବନ ନ ଦେଇପାରିବି ତାହେଲେ ମୋ ଜନ୍ମ ବ୍ୟର୍ଥ। ସେ କାହାର ବି କଥା ଶୁଣିବାକୁ ରାଜି ନଥିଲା। ଶେଷରେ ସେ ଗାଁ ପାଇଁ ଆଉ ଆମ ପାଇଁ ମା ଶ୍ମଶାନ ଭୈରବୀଙ୍କ ଆହାର ବନିଗଲା। ଲୋକମାନେ ନିଜ ବସିଥିବା ଜାଗାରୁ ଉଠି ପ୍ରଶାନ୍ତକୁ ଏହା କରିବାଠୁ ଅଟକେଇବାକୁ ଚାହୁଁଥିଲେ, କିନ୍ତୁ ମା ଶ୍ମଶାନ ଭୈରବୀ ଏବେ ପ୍ରଶାନ୍ତକୁ ନିଜର ଆହାର ବନେଇବାକୁ ଯାଉଥିଲେ। ତେଣୁ ଏହା କେହି ବି କରିପାରିଲେ ନାହିଁ। ତାନ୍ତ୍ରିକମାନେ ଆଉ ଭାଇନା ନ ଚାହିଁକି ବି ଛାତିରେ ପଥର ରଖି ବଳିର ସବୁ ବିଧିବିଧାନ ସାରିଲେ। ପୂଜା କରି, ମନ୍ତ୍ର ପାଠ କରି ମା ଶ୍ମଶାନ ଭୈରବୀଙ୍କୁ ମୁଣ୍ଡିଆଟେ ମାରି ଗୋଟିଏ ଧାରୁଆ ବଡ଼ ଖଣ୍ଡାରେ ପ୍ରଶାନ୍ତର ବେକକୁ ତା ଶରୀରରୁ ଅଲଗା କରିଦେଲେ। ସେ ଦୃଶ୍ୟ ଏତେ ଭୟଙ୍କର ଆଉ ଦୁଃଖଦାୟକ ଥିଲା ଯେ ଆମେ ସମସ୍ତେ ଆଖି ବନ୍ଦ କରିଦେଲୁ। ଆମେ ସମସ୍ତେ କାନ୍ଦିବାକୁ ଲାଗିଲୁ। ପ୍ରଶାନ୍ତର ରକ୍ତ ଚାରିଆଡ଼େ ଛିଟକିକି ପଡ଼ିଥାଏ। ତାପରର ଦୃଶ୍ୟ ଆହୁରି ଭୟଙ୍କର ଆଉ ଲୋମହର୍ଷକ ଥିଲା। ମା ଶ୍ମଶାନ ଭୈରବୀ ଅତ୍ୟନ୍ତ କ୍ରୂର ଭାବରେ ପ୍ରଶାନ୍ତର ମୁଣ୍ଡକୁ ନେଇକି ଗୋଟା ଚୋବେଇ ଗଲେ। ସେ ଦୃଶ୍ୟ ଦେଖିକି ଆମକୁ ଲାଗୁଥିଲା ଆମର ଛାତି ଫାଟିଯିବ। ମା ଶ୍ମଶାନ ଭୈରବୀ ସନ୍ତୁଷ୍ଟ ହୋଇ କହିଲେ, ମୁଁ ତମମାନଙ୍କ ଉପରେ ସନ୍ତୁଷ୍ଟ ହେଲି। ଏତିକି କହିକି ମା ସମସ୍ତଙ୍କୁ ଆଶୀର୍ବାଦ କରିକି ଅନ୍ତର୍ଦ୍ଧାନ ହୋଇଗଲେ। ତାନ୍ତ୍ରିକମାନେ ମୁଣ୍ଡିଆଟେ ମାରି ଉଠିଲେ ଆଉ ପ୍ରଥମେ କିଛି କଳା ବିରି ଆମ ସମସ୍ତଙ୍କ ଉପରେ ପକେଇଲେ। ତାପରେ କହିଲେ, ସମସ୍ତେ ମୁଣ୍ଡିଆଟେ ମାରି ଉଠ ଆଉ ପଛକୁ ନ ଚାହିଁ ଏକ ମୁହାଁ ହୋଇ ଗାଁକୁ ଚାଲ। ଆମେ ସମସ୍ତେ ସେୟା କଲୁ। ଆମେ ସମସ୍ତେ କାନ୍ଦିବାରେ ଲାଗିଥାଉ, ଡରରେ ଥରୁ ବି ଥାଉ। ପ୍ରଶାନ୍ତର ମୁଣ୍ଡ ନଥିବା ଦେହକୁ ନିଜ ସହିତ ଗାଁକୁ ନେଇକି ଆସିଲୁ। ଗାଁରେ ପହଞ୍ଚିବା ପରେ ତାନ୍ତ୍ରିକମାନେ ଆଉ ଭାଇନା କହିଲେ, ଦେଖନ୍ତୁ, ଯାହା ତ ହେଲାଣି ହେଲାଣି, ଆଉ ଆମେ ଚାହିଁକି ବି କିଛି କରିପାରିବା ନାହିଁ। ଏ ପିଲା ଆପଣ ସମସ୍ତଙ୍କ ପାଇଁ ନିଜ ଜନ୍ମଭୂମି ପାଇଁ ଜୀବନ ଦେଇଛି। କାନ୍ଦିକି ଆପଣମାନେ ଏ ବଳିଦାନର ଅପମାନ କରନ୍ତୁ ନାହିଁ। ସୂର୍ଯ୍ୟୋଦୟ ହେବାକୁ ଆଉ ମାତ୍ର ଗୋଟିଏ ଘଣ୍ଟା ବାକି ଥିଲା। ଆମେ ସମସ୍ତେ ପ୍ରଥମେ ପ୍ରଶାନ୍ତର ଅନ୍ତିମ ସଂସ୍କାର କଲୁ।
ତାର ସେ ମୁଣ୍ଡ ନଥିବା ଦେହକୁ ଦେଖିକି ଯେତିକି ଆମକୁ ଦୁଃଖ ଲାଗୁଥିଲା ତାଠୁ ଅଧିକା ରାଗ ଲାଗୁଥିଲା ସେ ଲୋକ ଉପରେ, ସେ ନାରାୟଣ ଦାସ ଉପରେ, ଯିଏ ଥିଲା ଏସବୁର ମୁଖ୍ୟ କାରଣ, ଯାହାର ନାଁ ମା ଶ୍ମଶାନ ଭୈରବୀ ଆମକୁ ଆଗରୁ କହିସାରିଥିଲେ। ୟା ପରେ ଆମେ ପୋଲିସ ଷ୍ଟେସନ ଗଲୁ। ପୋଲିସ ଷ୍ଟେସନରେ ଆମେ ଇନ୍ସପେକ୍ଟରଙ୍କୁ ସବୁ କଥା କହିଲୁ। ଇନ୍ସପେକ୍ଟରଙ୍କୁ ଏସବୁ କୌଣସି ଏକ କାହାଣୀ ପରି ଲାଗିଲା, କିନ୍ତୁ ସେ ଆମର ବିଶ୍ୱାସକୁ ଅଣଦେଖା କରିବାକୁ ଚାହୁଁନଥିଲେ। ତେଣୁ ଆମ ସମସ୍ତଙ୍କ ସାଙ୍ଗରେ ସେ ନାରାୟଣ ଦାସ ଘରକୁ ଯିବାକୁ ବାହାରିଲେ। ଆମ ସହିତ ସେ ତାନ୍ତ୍ରିକମାନେ ବି ଆସିଥାନ୍ତି। ଆମେ ପୋଲିସ ସାଙ୍ଗରେ ଯେତେବେଳେ ଯାଇକି ତା ଘର ପାଖରେ ପହଞ୍ଚିଲୁ, ତା ଘରର ଆକୃତି ଆଉ ତା ଘର ଯେଉଁ ସ୍ଥାନରେ ଥିଲା ସେ ସ୍ଥାନ ପୁରା ଶ୍ମଶାନ ଭୂମି ଭଳିଆ ଲାଗୁଥିଲା। ସେ ଘରକୁ ଦେଖିକି ଡର ଲାଗୁଥିଲା, କିନ୍ତୁ ଏବେ ଆମେ ରାଗିକି ଥିଲୁ, ଡରରେ ନୁହେଁ। ପୋଲିସ କବାଟ ବାଡ଼େଇବାକୁ ଯାଉଥିଲା, କିନ୍ତୁ ତାନ୍ତ୍ରିକମାନେ ମନା କଲେ, କହିଲେ ରହିଯାଅ, ଏ ପୂରା ଘରକୁ ସେ ବାନ୍ଧିକି ରଖିଛି। ପ୍ରଥମେ ଏ ତନ୍ତ୍ର ଶକ୍ତିକୁ ନଷ୍ଟ କରିବାକୁ ହେବ। ତାନ୍ତ୍ରିକମାନେ କିଛି ପାଣି ହାତରେ ଧରି 3 ଥର ଫୁଙ୍କି ମନ୍ତ୍ର ପଢ଼ି ସେ ଘର କବାଟ ଉପରେ ଆଉ ଚାରିଆଡ଼େ ଛିଞ୍ଚିଦେଲେ। ଛିଞ୍ଚିବା ମାତ୍ରେ କୋଉଠୁ ବହୁତ ଜଣ କାଉ ଆଉ ଚେମେଣି ଉଡ଼ିକି ଚେଁ ଚେଁ ଶବ୍ଦ କରିକି ଚାଲିଗଲେ। ସେ ଦୃଶ୍ୟ ଏତେ ଭୟଙ୍କର ଥିଲା ଯେ ଆମେ ଦେଖିକି ବହୁତ ଡରି ଯାଇଥିଲୁ। ପୋଲିସମାନେ ବି ମଧ୍ୟ ଏ ଦୃଶ୍ୟ ଦେଖି ଡରି ଯାଇଥାନ୍ତି। ଏବେ ସେମାନଙ୍କୁ ବି ଏ ଜିନିଷ ଉପରେ ବିଶ୍ୱାସ ହେଇସାରିଥାଏ। ପାଣି ଛିଞ୍ଚିଲା ପରେ ସେ କବାଟ ଆପେ ଆପେ ଖୋଲି ଯାଇଥିଲା। ସେ ଘର ଭିତର ଦୃଶ୍ୟ ଆହୁରି ଭୟଙ୍କର ଥିଲା। ପୂରା ଘରେ ଆଲୋକର ଗୋଟେ କିରଣ ମଧ୍ୟ ନଥାଏ। ପୂରା ଘର ଅନ୍ଧାରରେ ଭରି ରହିଥିଲା। ଆମେ ସମସ୍ତେ ଭିତରେ ପଶିଲୁ। ସବୁ ଘରେ ଖୋଜିବାକୁ ଲାଗିଲୁ ସେ ନାରାୟଣ ଦାସକୁ। ଶେଷରେ ଗୋଟେ ଘର ଭିତରୁ ଆମକୁ ମନ୍ତ୍ରପାଠର ଶବ୍ଦ ଶୁଭିଲା। ଆମେ ଜାଣିଗଲୁ ଯେ ସିଏ ସେଇ ରୁମ୍ ଭିତରେ ଅଛି। ପୋଲିସମାନେ ବି ସେ ସମୟରେ ଏତେ ଭୟଭୀତ ହେଇଯାଇଥିଲେ ଯେ ସେମାନେ କୌଣସି ଜିନିଷରେ ହାତ ଲଗାଇବାକୁ ବି ଡରୁଥିଲେ। ତାନ୍ତ୍ରିକମାନେ କବାଟ ଖୋଲିଲେ, କିନ୍ତୁ ଆଶ୍ଚର୍ଯ୍ୟର କଥା, କବାଟ ଖୋଲିଲା ପରେ ସେଠି ଆମେ କାହାକୁ ବି ଦେଖିବାକୁ ପାଇଲୁନି। କିନ୍ତୁ ଏବେ ଆମେ ଏଠି ମନ୍ତ୍ର ଉଚ୍ଚାରଣର ଶବ୍ଦ ଶୁଣିଥିଲୁ। ଆମେ ତାନ୍ତ୍ରିକମାନଙ୍କୁ କହିଲୁ, ବାବା ସିଏ ତ ଏଠି ନାହିଁ। ତାନ୍ତ୍ରିକ କହିଲେ, ନା ସେ ଏଇଠି ଅଛି। ଆମେ ଏ କଥା ଶୁଣିକି ଆଶ୍ଚର୍ଯ୍ୟ ହେଇଗଲୁ। ତାନ୍ତ୍ରିକମାନେ କହିଲେ, ସେ ଏଇଠି ଅଛି, ବାସ୍ ଆମେ ତାକୁ ଦେଖିପାରୁନେ, କାହିଁକି ନା ସେ ମନ୍ତ୍ର ଶକ୍ତିରେ ନିଜକୁ ଅଦୃଶ୍ୟ କରିଦେଇଛି। ତାନ୍ତ୍ରିକମାନେ କିଛି ପାଉଁଶ ବାହାର କଲେ। ସେ ପାଉଁଶକୁ 3 ଥର ଫୁଙ୍କି ସବୁଆଡ଼େ ଛିଞ୍ଚିଦେଲେ। ସେ ପାଉଁଶ ଗୋଟେ ଜାଗାରେ ପଡ଼ିବା ପରେ ହଠାତ୍ ଆମେ ସେ ଜାଗାରେ ନାରାୟଣ ଦାସକୁ ଦେଖିବାକୁ ପାଇଲୁ। ସିଏ ଆଉ କୁଆଡ଼େ ବି ଯିବାକୁ ବାଟ ପାଇଲା ନାହିଁ, କାରଣ ତାନ୍ତ୍ରିକମାନେ ପୂରା ଘରକୁ କିଳି ଦେଇଥିଲେ। ତାପରେ ସେ ଶେଷରେ ହାର ମାନିଲା। ଆମେ ସମସ୍ତେ ତାକୁ ସେଇ ସମୟରେ ବାଡ଼େଇକି ମାରିଦେବାକୁ ଚାହୁଁଥିଲୁ, କିନ୍ତୁ ଆମେ ଏହା କଲୁ ନାହିଁ। ତାପରେ ଆମେ ଯେତେବେଳେ ପଚାରିଲୁ, ସିଏ କହିବା ଆରମ୍ଭ କଲା ସେଇ କାରଣ, ଯାହା ପାଇଁ ଆଜି ଆମ ଗାଁ ଛାରଖାର ହେଇଯାଇଛି। ଅନେକ ଲୋକଙ୍କର ଜୀବନ ପଳେଇଛି। ନାରାୟଣ ଦାସ 12 ବର୍ଷ ତଳେ ଆମ ଗାଁର ମନ୍ଦିରରୁ ଚୋରି କରୁଥିବା ସମୟରେ ଧରା ପଡ଼ିଥିଲା। ଗାଁ ଲୋକମାନେ ତାକୁ ବହୁତ ବାଡ଼େଇଥିଲେ, ଆଉ ତାକୁ 5 ବର୍ଷ ପାଇଁ ଜେଲ୍ ବି ହେଇଥିଲା। ତାପରେ ସେ ବାହାରିକି ତନ୍ତ୍ରବିଦ୍ୟା ଶିଖି ସେଥିରେ ପାରଙ୍ଗମ ହେବାରେ ସକ୍ଷମ ହେଇଥିଲା। ତାପରେ ଆମ ଗାଁଠୁ ପ୍ରତିଶୋଧ ନେବା ପାଇଁ ସିଏ ମା ଶ୍ମଶାନ ଭୈରବୀଙ୍କୁ ଆବାହନ କରିକି ଆମ ଗାଁକୁ ସର୍ବନାଶ କରିବା ପାଇଁ ପଠେଇଥିଲା। ତାପରେ ପୋଲିସ ତାକୁ ଆରେଷ୍ଟ କଲା। ଆମେ ସମସ୍ତେ ଗାଁକୁ ଫେରି ଆସିଥିଲୁ। ଆମେ ଯେତିକି ଜଣ ବଞ୍ଚିଥିଲୁ ତା ପାଇଁ ଭଗବାନଙ୍କୁ ଧନ୍ୟବାଦ ଜଣେଇଲୁ। ଏଇ କିଛି ଦିନ ଭିତରେ ଆମ ଗାଁରେ ସବୁକିଛି ବଦଳି ଯାଇଥିଲା। କେତେ ଲୋକଙ୍କର ମୃତ୍ୟୁ ହୋଇଥିଲା। ଆମେମାନେ ଖାଲି ବସି ଭାବୁଥିଲୁ ପ୍ରଶାନ୍ତ କଥା। ତାର ପିଲାବେଳୁ ମା ବାପା କେହି ନଥିଲେ। ସେ ସବୁବେଳେ କୁହେ
ମୁଁ ଗାଁ ପାଇଁ ସବୁକିଛି କରିପାରିବି। ଆଉ ଆଜି ସେ ତା'ର ଏଇ ଗାଁକୁ ବଞ୍ଚାଇବା ପାଇଁ ଜୀବନ ଦେଇଦେଇଛି। ଆମେ ସମସ୍ତେ ନିରାଶ ହୋଇ ବସି ରହିଲୁ। 2 ଦିନ ପରେ ଆମକୁ ଖବର ମିଳିଲା ଯେ ନାରାୟଣ ଦାସ ଜେଲରୁ କୁଆଡ଼େ ଭାଗି ଯାଇଛି। ଏ କଥା ଶୁଣିକି ଆମେ ସମସ୍ତେ ଚିନ୍ତିତ ଏବଂ ଆଶ୍ଚର୍ଯ୍ୟ ହୋଇଗଲୁ। ସେଇଦିନ ସନ୍ଧ୍ୟାବେଳେ ପୋଲିସ ଆମକୁ ଫୋନ୍ କରି ନାରାୟଣ ଦାସର ସେ ଘରକୁ ଯିବାକୁ କହିଲା। ଆମେ ସେ ଘରକୁ ଗଲୁ। ଆମେ ସେଠି ଯାହା ଦେଖିଲୁ ଆମ ଆଖିକୁ ବିଶ୍ୱାସ ହେଉନଥିଲା। ନାରାୟଣ ଦାସ ତା ଘର ବାରିପଟ ଆମ୍ବ ଗଛରେ ଦଉଡ଼ି ଦେଇ ଆତ୍ମହତ୍ୟା କରିସାରିଥିଲା।